ଭାଇ ଆଜିଠାରୁ ରଜ ଷ୍ଟାର୍ଟ। ମୋବାଇଲରେ ହାପି ରଜର ଶୋ ଛୁଟିଲା ନା। ଆମେ ଯେତେବେଳେ ଛୁଆ ଥିଲୁ ଆମର ରଜ 3 ଦିନ ଦିନରେ ଦୋଳି ରାତିରେ କବାଡ଼ି। ହଁ ଭାଇ ମୋର ବି ଟିକେ ଟିକେ ମନେ ଅଛି। ଆରେ ତୁ ସେତେବେଳେ ଛୁଆ ଥିଲୁ। ଆମେ ରଜ 3 ଦିନ ସକାଳୁ ଉଠିକି ଗାଁ ସାରା ବୁଲି ବୁଲି ପୋଡ଼ପିଠା ଘୁଗୁନି ଖାଉ। ସମସ୍ତଙ୍କ ଘରେ ସମସ୍ତେ ଦିଅନ୍ତି। ଯାହା ଘରକୁ ଯିବୁ ସିଏ ପୋଡ଼ପିଠା ଘୁଗୁନି ଦେବ ଖାଇବାକୁ। ଆଉ ଏବେ ପୋଡ଼ପିଠା ତ କେହି କରି ଜାଣିନାହାନ୍ତି। ଚୁଲି ତ ନାହିଁ, ପୋଡ଼ପିଠା ହେବ କେମିତି? ଭାଇ ସେତେବେଳେ ଅଭାବରେ ବି ଭାରି ମଜା ଲାଗୁଥିଲା ନା। ଆରେ ଧନର ଅଭାବ ସେତେବେଳେ ସମସ୍ତଙ୍କର ଥିଲା, ହେଲେ ମନର ଅଭାବ କାହାର ବି ନଥିଲା। ହଁ ଭାଇ ଠିକ୍ କହିଛୁ। ଆଗରୁ ଆମ ଗାଁରେ ଘର ଘରକା ଦୋଳି ଲାଗୁଥିଲା। ଆମେ ସକାଳୁ ଉଠି ଗାଧେଇ ପାଧେଇ ବୋଉ କି ମାଆ ଭାଙ୍ଗିଥିବା ପାନକୁ ନେଇ ଆମେ ବାହାରି ଯାଉ ଗାଁ ବୁଲି। ସେଇ 3 ଦିନ ଆମ 3 ଦିନ। ସେଇ 3 ଦିନ ଆମେ କେହି ବି ପାଠ ପଢ଼ୁନା ନା। ହଁ, ଆଉ ମୋର ପ୍ରଥମ ରଜର ପ୍ରଥମ ଦିନ ପାନ ଖାଇକି କଳ ଖାଇଯାଇଥିବ। ହଁ ବା ମୋର ବି ସେମିତି ହେଇଯାଏ। ଆଉ ବୋଉ କୁହେ କଳରେ ସୋରିଷ ତେଲ ଘଷିବାକୁ ନା। ଆଉ ମୋର ମନେ ଅଛି ସାଆନ୍ତ ଆଉ ଗାଁ ଲୋକ ମିଶିକି ଆମ ଗାଁର ଖାସିକୁ ଗାଁରେ କାଟନ୍ତି। ବଡ଼ରା ପତ୍ରରେ ମାଂସ ନେଇକି ଘରକୁ ଆସନ୍ତି ଆଉ ନିଜେ ଆସିକି ରୋଷେଇ କରନ୍ତି। ଆଉ ମୋର ବି ମନେ ଅଛି ଆମେ ଆଖପାଖ ଗାଁକୁ ବି ଯାଉ ଦେଖିବାକୁ କି ସେମାନେ କେମିତି ରଜ ପାଳନ କରୁଛନ୍ତି। ଆଉ ଏବେକା ରଜ ଖାଲି ନୂଆ ଡ୍ରେସ୍ ଆଉ ସୋସିଆଲ ମିଡ଼ିଆର ଷ୍ଟାଟସ୍ ହେଇକି ରହିଯାଇଛି। ହଁ ଛାଡ଼, ଯୁଗ ଚେଞ୍ଜ ହେଉଛି ଆଉ ଆମମାନଙ୍କର ପର୍ବପର୍ବାଣି ବି ଚେଞ୍ଜ ହେଉଛି। କ'ଣ କରିବା, ଛାଡ଼ ସେ କଥା। ତତେ ବି ହାପି ରଜ। ଆଉ ଆପଣମାନଙ୍କୁ ବି ହାପି ରଜ। କ'ଣ ଆପଣମାନଙ୍କ ପାଖରେ ବି ଏମିତି ଅଭୁଲା ସ୍ମୃତି ଅଛି? ହାପି ରଜ।